जय श्री जगन्नाथ। प्रभुଙ୍କ करुणाରୁ ସମସ୍ତେ ଭଲରେ ଥାନ୍ତୁ। ଆଜିର କାଳାଂଶରେ ସମସ୍ତଙ୍କୁ ସ୍ୱାଗତ ଆଉ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି ସପ୍ତମ ଶ୍ରେଣୀର ତଟିନୀର ଖେଦ କବିତାର ଅଭ୍ୟାସ କାର୍ଯ୍ୟ। ତେବେ ଚାଲ ଭିଡ଼ିଓଟି ଆରମ୍ଭ କରିବା। ପ୍ରଶ୍ନ ନମ୍ବର 1, ଉତ୍ତର କୁହ। କ, କେଉଁ କେଉଁ ପଥ ଅତିକ୍ରମ କରି ନଦୀ ବହିଯାଏ? ଉତ୍ତର, ବନ୍ଧୁର ପଥ, କାନନ, ନଗର, ଗ୍ରାମ, ପ୍ରାନ୍ତର ଓ ସୁଦୂର ପଥ ଅତିକ୍ରମ କରି ନଦୀ ବହିଯାଏ। ବର୍ତ୍ତମାନ ଦେଖିବା ପ୍ରଶ୍ନ ନମ୍ବର ଖ, ନଦୀ ଶେଷରେ କାହାକୁ ଭେଟେ? ଉତ୍ତର, ନଦୀ ଶେଷରେ ମହୋଦଧି ବା ସମୁଦ୍ରକୁ ଭେଟେ। ପ୍ରଶ୍ନ ନମ୍ବର ଗ, ନଦୀ କୂଳରେ କ'ଣ ସବୁ ଗଢ଼ି ଉଠିଛି? ଉତ୍ତର, ନଦୀ କୂଳରେ କଳକାରଖାନା ସବୁ ଗଢ଼ି ଉଠିଛି। ପ୍ରଶ୍ନ ନମ୍ବର ଘ, ମହୋଦଧିକୁ ନଦୀ କ'ଣ କହିଲା? ଉତ୍ତର, ମହୋଦଧିକୁ ନଦୀ ତା ଜୀବନର କଷଣ ବା କଷ୍ଟ କଥା କହିଲା। ପ୍ରଶ୍ନ ନମ୍ବର ଙ, ନଦୀରେ ବାସ କରୁଥିବା 5ଟି ଜଳଚର ଜୀବର ନାମ କୁହ। ଉତ୍ତର, ନଦୀରେ ବାସ କରୁଥିବା 5ଟି ଜଳଚର ଜୀବର ନାମ ହେଉଛନ୍ତି ମାଛ, ବେଙ୍ଗ, ସାପ, କୁମ୍ଭୀର ଓ କଇଁଛ ଇତ୍ୟାଦି। ବର୍ତ୍ତମାନ ଦେଖିବା ପ୍ରଶ୍ନ ନମ୍ବର 2, 2 ବା 3ଟି ବାକ୍ୟରେ ଉତ୍ତର ଲେଖ। ପ୍ରଶ୍ନ ନମ୍ବର କ, ତଟିନୀ କାହିଁକି ଦୁଃଖ ଅନୁଭବ କରିଛି? ଉତ୍ତର, ତଟିନୀ ଦୁଃଖ ଅନୁଭବ କରିଛି କାରଣ ମଣିଷ ନିଜ ସ୍ୱାର୍ଥକୁ ହାସଲ କରିବା ପାଇଁ ତଟିନୀର ସମସ୍ତ ଭୂଷଣ ବା ଅଳଙ୍କାରମାନ ହରଣ କରିଛି, ତା'ର ତଟଦେଶରେ କଳକାରଖାନା ତିଆରି କରିଛି ଏବଂ ଦୂଷିତ ଜଳରେ ନଦୀର ଜଳକୁ ଆବିଳ କରିଛି। ତଟିନୀର ସମସ୍ତ ଶୋଭାକୁ ଲୁଣ୍ଠନ କରିଛି, ତେଣୁ ସେ ଦୁଃଖ ଅନୁଭବ କରିଛି। ପ୍ରଶ୍ନ ନମ୍ବର ଖ, ତୁହି ତ ଜଗତର କଲ୍ୟାଣୀ ବୋଲି କବି କାହାକୁ କହିଛନ୍ତି? ଉତ୍ତର, ତୁହି ତ ଜଗତର କଲ୍ୟାଣୀ ବୋଲି କବି ନଦୀକୁ କହିଛନ୍ତି କାରଣ ନଦୀ ତା'ର ଅମୃତ ସଦୃଶ ବାରିଧାରା ଦାନ କରି କୋଟି କୋଟି ଜନପ୍ରାଣୀଙ୍କର ଜୀବନ ବଞ୍ଚାଉଛି, ତେଣୁ କବି ନଦୀକୁ ତୁହି ତ ଜଗତର କଲ୍ୟାଣୀ ବୋଲି କହିଛନ୍ତି। ପ୍ରଶ୍ନ ନମ୍ବର ଗ, ନଦୀ ଆମର କି ଉପକାର କରେ? ଉତ୍ତର, ନଦୀ ଆମକୁ ଜଳଦାନ କରେ। ସେହି ନଦୀର ଜଳକୁ ପିଇଥାଉ ଏବଂ ନଦୀ ତଟବର୍ତ୍ତୀ ଅଞ୍ଚଳରେ କ୍ଷେତମାନଙ୍କରେ ସବୁଜ ଫସଲ ଉପଜାଇ ପାରିଥାଉ। ପ୍ରଶ୍ନ ନମ୍ବର ଘ, ନଦୀ ତୀରରେ କଳକାରଖାନା ଗଢ଼ି ଉଠିବା ଫଳରେ ଆମର କି କି ଅସୁବିଧା ହେଉଛି? ଉତ୍ତର, ନଦୀ ତୀରରେ କଳକାରଖାନା ଗଢ଼ି ଉଠିବା ଫଳରେ ଏହାର ତଟଦେଶର ଶୋଭା ନଷ୍ଟ ହେଉଛି। କଳକାରଖାନାର ଆବର୍ଜନାଯୁକ୍ତ ଜଳ ଦ୍ୱାରା ନଦୀର ଜଳ ଦୂଷିତ ହେଉଅଛି। ପ୍ରଶ୍ନ ନମ୍ବର ଙ, ନଦୀକୁ ମାତୃରୂପା ବୋଲି କାହିଁକି କୁହାଯାଇଛି? ଉତ୍ତର, ନଦୀ ହେଉଛି ଗିରିକନ୍ୟା। ସେ ଈଶ୍ୱରଙ୍କ କୃପା ଲାଭ କରି ଜଳଦାନ ଦେଇ ଜଗତର ମଙ୍ଗଳ ସାଧନ କରୁଥିବାରୁ ତାକୁ ମାତୃରୂପା ବୋଲି କୁହାଯାଇଛି। ବର୍ତ୍ତମାନ ଦେଖିବା ପ୍ରଶ୍ନ ନମ୍ବର 3, ସରଳ ଭାଷାରେ ବୁଝାଇ ଲେଖ। କ, ସୁଦୂର ପଥ ଭ୍ରମି ଯାଏ ସେ ଅତିକ୍ରମୀ ନ ହୋଇ ଶ୍ରମେ ତିଳେ କାତର। ତାହେଲେ ଏହି ପଦର ଆମେ କ'ଣ କରିବା ନା ତାକୁ ସରଳ ଭାଷାରେ ବୁଝାଇ ଲେଖିବା। ଦେଖ ମୁଁ ଉତ୍ତର କ'ଣ ଲେଖିଛି ପିଲାମାନେ। ଉତ୍ତର, ସୁଦୂର ପଥ ଭ୍ରମି ... ତିଳେ କାତର। ଉକ୍ତ ପଦ୍ୟାଂଶଟି ଡକ୍ଟର ମହେଶ୍ୱର ମହାନ୍ତିଙ୍କ ଦ୍ୱାରା ରଚିତ ତଟିନୀର ଖେଦ କବିତାରୁ ଆସିଅଛି। ଏଠାରେ କବି ନଦୀର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି। ନଦୀ ବନ୍ଧୁର ଗିରିପଥ ଓ କାନନ ଅତିକ୍ରମ କରି ପ୍ରବାହିତ ହୋଇଥାଏ। ତା'ର ମଧୁର ଛଳ ଛଳ କଳ କଳ ଗୀତରେ ସେ ଜୀବନ ପଥରେ ଚାଲିଥାଏ।
କେତେ ନଗର ଗ୍ରାମ ଘନ ବନାନୀ ଓ ହରିତ କ୍ଷେତ ସାଙ୍ଗକୁ ପ୍ରାନ୍ତର ଦେଇ ତାର ଯାତ୍ରାପଥ କରିଥାଏ। ତଥାପି ସେ ଶ୍ରମ କରିବାରେ କାତରତା ଦେଖାଏ ନାହିଁ। ବାସ୍ତବରେ ପ୍ରସଙ୍ଗଟି ଶିକ୍ଷାମୂଳକ ଅଟେ। ତାପରେ ଦେଖିବା ପ୍ରଶ୍ନ ନମ୍ବର ଖ। ଲଭି ଈଶ୍ୱର କୃପା ଡଟ୍ ଡଟ୍ ଜଗତରେ ଧନ୍ୟାଗ। ଏହାର ଉତ୍ତର ଲେଖିବା ପିଲାମାନେ। ଲଭି ଈଶ୍ୱର କୃପା ଡଟ୍ 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 ଜଗତରେ ଧନ୍ୟାଗ। ଉକ୍ତ ପଦ୍ୟାଂଶଟି ପଠିତ ବହିର ଡକ୍ଟର ମହେଶ୍ୱର ମହାନ୍ତିଙ୍କ ଦ୍ୱାରା ରଚିତ ତଟିନୀର ଖେଦ କବିତାରୁ ଆନିତ ହୋଇଅଛି। ଉକ୍ତ ପ୍ରସଙ୍ଗରେ କବି ତଟିନୀର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି। ଏକଦା ତଟିନୀ ତାର ଜୀବନର କଷଣ ବିଷୟରେ ମହୋଦଧି ନିକଟରେ ପ୍ରକାଶ କରିଛି। ତେଣୁ ତାର ଦୁଃଖ ଶୁଣି ମହୋଦଧି ତାକୁ ସମବେଦନା ଜଣାଇ ବକ୍ଷକୁ ଟାଣି ନେଇଛି। ସେ ତଟିନୀକୁ ଗିରିକନ୍ୟା ବୋଲି ସମ୍ବୋଧନ କରିଛି। ଈଶ୍ୱରଙ୍କ କୃପା ପାଇ ସେ ମାତୃରୂପା ବୋଲି ମହୋଦଧି ତାକୁ କହିଛି। ତେଣୁ ମାତୃରୂପା ତଟିନୀ ସାରା ଜଗତରେ ଧନ୍ୟା ବୋଲି କହି ମହୋଦଧି ତାକୁ ପ୍ରବୋଧନା ଦେଇଛି। ବାସ୍ତବରେ ପ୍ରସଙ୍ଗଟି ଅତି ମାଧୁର୍ଯ୍ୟମୟ ହୋଇପାରିଛି। ବର୍ତ୍ତମାନ ଦେଖିବା ପ୍ରଶ୍ନ ନମ୍ବର ଗ। ଗାଇ କର୍ମର ଜୟ ଡଟ୍ 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 ଜଗତର କଲ୍ୟାଣୀ। ତେବେ ଏହାର ଉତ୍ତର ଲେଖିବା। ଗାଇ କର୍ମର ଜୟ ଡଟ୍ 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 ଜଗତର କଲ୍ୟାଣୀ। ଉକ୍ତ ପଦ୍ୟାଂଶଟି ଡକ୍ଟର ମହେଶ୍ୱର ମହାନ୍ତିଙ୍କ ଦ୍ୱାରା ରଚିତ ତଟିନୀର ଖେଦ ଶୀର୍ଷକ କବିତାରୁ ଆନିତ ହୋଇଅଛି। ଏହି ପ୍ରସଙ୍ଗରେ କବି ତଟିନୀକୁ ଜଗତର କଲ୍ୟାଣୀ ବୋଲି ବର୍ଣ୍ଣନା କରିଛନ୍ତି। ମାନବର ଅତ୍ୟାଚାରରେ ଦୁଃଖିତ ହୋଇ ତଟିନୀ ମହୋଦଧି ନିକଟରେ ନିଜ ଜୀବନର କଷଣ ବିଷୟରେ କହିଛି। ମହୋଦଧି ତଟିନୀକୁ ବକ୍ଷକୁ ଟାଣି ନେଇ ତାକୁ ଗିରିକନ୍ୟା, ମାତୃରୂପା, ଜଗଦ୍ଧନ୍ୟା ଇତ୍ୟାଦି କହି ପ୍ରବୋଧନା ଦେଇଛି। ମନୁଷ୍ୟ ତାର କର୍ମର ଫଳ ନିଶ୍ଚୟ ଭୋଗ କରିବ। ତେଣୁ ସେଥିରେ କ୍ଷୋଭ ନ ରଖି ଅମୃତମୟ ଜଳଦାନ କରି କୋଟି କୋଟି ଜନପ୍ରାଣୀଙ୍କୁ ପୋଷୁଥିବା ତଟିନୀ ଜଗତ କଲ୍ୟାଣୀ ହୋଇ ରହିବାକୁ ମହୋଦଧି ତଟିନୀକୁ ବୁଝାଇ କହିଛି। ବାସ୍ତବରେ ପ୍ରସଙ୍ଗଟି ଉଚ୍ଚକୋଟୀର ହୋଇପାରିଛି। ବର୍ତ୍ତମାନ ଦେଖିବା ପ୍ରଶ୍ନ ନମ୍ବର 4। ଦୂର ଶବ୍ଦ ପୂର୍ବରେ ସୁ ଯୋଡ଼ିଲେ ସୁଦୂର ହୁଏ ଓ ଏହା ଅତି ଦୂରକୁ ବୁଝାଏ। ସେହିପରି ପୂର୍ବରେ ସୁ ଯୋଡ଼ି 5ଟି ଶବ୍ଦ ଲେଖ। ତାହେଲେ ସୂଚନା କ'ଣ ଦେଇଛି ପିଲାମାନେ? ଦୂର ଶବ୍ଦ ପୂର୍ବରୁ ସୁ ଯୋଡ଼ିଲେ ସୁଦୂର ହୁଏ। ଠିକ୍ ସେହିପରି ଆମେ ସୁ ଯୋଡ଼ି 5ଟି ଶବ୍ଦ ଲେଖିବା। ଦେଖ ମୁଁ ଉତ୍ତରେ କ'ଣ ଲେଖିଛି। ସୁନାମ, ସୁମଧୁର, ସୁଗତି, ସୁମାର୍ଗ, ସୁଖାଦ୍ୟ। ବୁଝିଲା ପିଲାମାନେ? ତେବେ ବର୍ତ୍ତମାନ ଯିବା 5 ନମ୍ବର। ଶୁଦ୍ଧ ଶବ୍ଦଟିକୁ ବାଛି ବାକ୍ୟରେ ବ୍ୟବହାର କରି ଲେଖ। ପ୍ରଶ୍ନ ନମ୍ବର କ। କଷଣ, କଷଣ, କଷଣ। ତୁମେ ଦେଖିପାରୁଛ ପିଲାମାନେ କଷଣ କି ପ୍ରକାର ହେଇଛି। ଏଠି ଦନ୍ତୁଏସ, ଏଠି ମୂର୍ଦ୍ଧନ୍ୟ, ଏଠି ତାଲବେଶ ଅଛି। ତେଣୁ ଆମେ ଜାଣିଛୁ ପାଠରୁ କୋଉ ସ ଲାଗିଲେ କଷଣଟି ଠିକ୍ ହେବ। ତେଣୁ ଏହାର ଉତ୍ତର କ'ଣ ଆସିବ? କ ମୂର୍ଦ୍ଧନ୍ୟ ମୂର୍ଦ୍ଧିଣ କଷଣ। ତେବେ ଏହାକୁ ନେଇ ବର୍ତ୍ତମାନ ଉତ୍ତର ଲେଖିବା କ'ଣ? କଷଣ ଏବଂ ତାକୁ ବାକ୍ୟ ଗଠନ କରିବା। ତେବେ ମୁଁ ଲେଖିଛି ଦେଖ। କଷଣ, ମୁଁ ଦୁଃଖ କଷଣ ସହି ପାଠ ପଢ଼ୁଛି। ଠିକ୍ ସେମିତି ଖ ନମ୍ବର। ଅତିକ୍ରମୀ, ଅତିକ୍ରମୀ, ଅତିକ୍ରମୀ। କେଉଁଟା ଉତ୍ତର ଠିକ୍ ହେବ ଦେଖିଲ? ଏଇଟା ଉତ୍ତର ଠିକ୍ ଆସିବ। ତେବେ ଏହି ଅତିକ୍ରମୀ ଲଗାଇ ବାକ୍ୟ ଗଠନଟିଏ କରିବା। ପାହାଡ଼ ପର୍ବତକୁ ଅତିକ୍ରମୀ ବାଟ ଚାଲିବା କଷ୍ଟକର। ତାପରେ ଦେଖିବା ଗ। ଈଶ୍ୱର, ଈଶ୍ୱର, ଈଶ୍ୱର। ତାହେଲେ ପିଲାମାନେ ତମେ ଦେଖ କେଉଁ ବନାନଟି ଠିକ୍ ଅଛି? ଦୀର୍ଘଇ ତାଲବେଶରେ ଅ, ର, ହର୍ଷଇ ତାଲବେଶରେ ଅ, ର, ହର୍ଷଇ ଦନ୍ତସରେ ଅ, ର।
को बनान ठीक हम ताहले ये देखल दीर्घ ई तालबेश्वर ओ र ईश्वर ए बनानटी ठीक अच्छी तेणु उत्तर कौन हम ये ईश्वर लगे आम गोटे वाक्य गठन करवा देख मु कौन लिखी ईश्वर प्रतिदिन ईश्वर को पूजा करवा उचित। प्रश्न नंबर घ भूषण 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 कौ भूषण ठीक हम ताहले तुम तो पाठर पढ़ीच जापार निश्चित भाव में ये देख लो ये भूषण टी ठीक अच्छी तेणु या वाक्य गठन करवा दया और विनय महत लोकर भूषण दया और विनय महत लोकर भूषण। तेज बर्तमान देखा प्रश्न नंबर 6 दि जाइथिबा शब्द गुड़िकर दुईटे लेखाएं प्रतिशब्द लेख दि जाइथिबा शब्द गुड़िकर दुईटे लेखाएं प्रतिशब्द लेख कौन कौन दिखाई देख तटिनी विहग महोदधि नयन जड़ गिरी तेरे उत्तर कौन लिखा देख जो प्रत्येक आम दुईटी लेखाएं प्रतिशब्द लिखा तटिनी तार प्रतिशब्द कौन कौन हम ना नदी निर्झरिणी विहगर पक्षी चढ़ई महोदधि तार प्रतिशब्द कौन हम समुद्र सागर नयन चक्षु नेत्र जल पानी पय गिरीर कौन हम प्रतिशब्द भूधर आउ नग कौन बुझेगा पिलामाने मो शिक्षादान प्रणाली आउ अभ्यास कार्य गुड़िकर प्रश्न उत्तर गुड़िक तुम शिक्षा क्षेत्र में साहाय्य करूथली मो चैनल को लाइक आउ सब्सक्राइब करने को जमा भूलिबा नहीं। वर्तमान देखा ताहले प्रश्न नंबर 7 दि जाइथिबा शब्द गुड़िकर विपरीतार्थबोधक शब्द लेख कौन लिखा आम ये जो शब्द दि जाइए तार विपरीत अर्थबोधक शब्द गुड़ाक आम लिखा कौन देछि दूषित दिन जय अमृत कर्म शून्य तेबे मु उत्तर लिखिदेछि पिलाମାନେ देखिबा एटी शब्द सब लिखिदेछि एवं तार विपरीत शब्द गुड़ाक मैं एपटे लिखिदेछि दूषित दूषितर विपरीत शब्द कौन हम ना निर्मल सेहीपरि दिन दिनर विपरीत शब्द कौन हम ना राति जयर विपरीत शब्द कौन हम ना पराजय अमृतर विपरीत शब्द कौन हम ना विष कर्मर विपरीत शब्द कौन हम अकर्म शून्यर विपरीत शब्द कौन हम पूर्ण कौन बुझेगा पिलाମାନେ वर्तमान देखिबा प्रश्न नंबर 8 तल शब्द गुड़िक केउ पुरुष और केउ वचन चिन्हाई दियो ताहले तले शब्द दि जाइछि सेथुर आमे देखिबा जे ए शब्दटी केउ पुरुषर एवं केउ वचन अटे तटिनी से मानव तुही मु तू कटिजन ताले देख पिला माने मो तोर लिखिदेछि एपटे मो शब्द गुड़ाक लिखिदेछि तटिनी से मानव तुही मु तू कटिजन तेबे एपटे मु कौन लिखिछि ना पुरुष और वचन तेबे देखिबा तटिनीटा कौ पुरुषर हम एवं कौ वचनर हम देख उत्तर लिखिदेछि तटिनी तृतीय पुरुष एक वचन से कौन हम ना से तृतीय पुरुष एक वचन मानव तृतीय पुरुष एक वचन तुही द्वितीय पुरुष एक वचन मु प्रथम पुरुष एक वचन तू द्वितीय पुरुष एक वचन कटिजन तृतीय पुरुष बहुवचन कौन बुझेगा पिलाମାନେ वर्तमान देखिबा प्रश्न नंबर 9 कड़ कड़ परी आउ केतोटी जुग्म शब्द लेख कौन बुझेगा पिलाମାନେ जेपरी कड़ कड़ जुग्म शब्द तो सहीपरि आमे आउ किछि शब्द निज मनरू लेखिबा तेबे मु एठी उत्तर लिखि देछि देख उत्तरे जुग्म शब्द गुड़िक छड़ छड़ जड़ जड़ ढड़ ढड़ दड़ दड़ मल मल तेणु तुमे माने मत चाहिए चेष्टा कले आउ एहीपरि भाव में अनेक जुग्म शब्द तैयारी करि पारिबो। पिलाମାନେ वर्तमान देखिबा शेष प्रश्न कौन लिखि शुणिबा प्राय
50ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ। ପ୍ରଶ୍ନ ନମ୍ବର କ, ତଟିନୀକୁ କାହିଁକି ଜଗତର କଲ୍ୟାଣୀ ବୋଲି କୁହାଯାଇଛି? ତଟିନୀକୁ କାହିଁକି ଜଗତର କଲ୍ୟାଣୀ ବୋଲି କୁହାଯାଇଛି? ଏହି ପ୍ରଶ୍ନର ଉତ୍ତରରେ କ'ଣ କରିବା? ଆମେ 50ଟି ଶବ୍ଦ ମଧ୍ୟରେ ତାକୁ ଲେଖିବା। ତେଣୁ ତାର ଉତ୍ତରରେ ମୁଁ ଲେଖିଦେଇଛି ପିଲାମାନେ, ଦେଖ ମୁଁ ପଢ଼ି ମଧ୍ୟ ଦେଉଛି। ଉତ୍ତର, ପାହାଡ଼ର ବନ୍ଧୁର ଶଯ୍ୟାରୁ ନଦୀ ପ୍ରବାହିତ ହୁଏ। ଏହା ମଧୁର କଳ କଳ ଛଳ ଛଳ ଧ୍ୱନି କରି କେତେ ନଗର, ଗ୍ରାମ ଓ ଘନ ବନାନୀ ଦେଇ ବହିଯାଏ। ନଦୀ ଜଳସ୍ରୋତର ପ୍ରବାହ ଦ୍ୱାରା ତା ତଟଦେଶରେ ସବୁଜ ବନାନୀ ଓ ହରିତ କ୍ଷେତ ଶୋଭା ପାଏ। ସେ କୋଟି କୋଟି ପ୍ରାଣୀଙ୍କୁ ଜଳ ପ୍ରଦାନ କରି ସାରା ଜଗତକୁ ବଞ୍ଚାଇ ରଖେ। ଏହି ଗିରିକନ୍ୟା ତଟିନୀ ଈଶ୍ୱରଙ୍କ କୃପାରୁ ମାତୃରୂପା ହୋଇ ଜଗତରେ ଧନ୍ୟା ହୋଇଥାଏ। ତାର ଗତିପଥ କେବେ ହେଲେ ପ୍ରତିହତ ହୁଏ ନାହିଁ। ସେ କର୍ମର ଜୟଗାନ କରି ପ୍ରବାହିତ ହୋଇଥାଏ। ତାର ଅସୀମ ତ୍ୟାଗ ଜଗତର ହିତ ସାଧନ କରେ। ତେଣୁ ତଟିନୀକୁ ଜଗତର କଲ୍ୟାଣୀ ବୋଲି କୁହାଯାଇଛି। ପ୍ରଶ୍ନ ନମ୍ବର ଖ, ନଦୀ ଜଳକୁ ନିର୍ମଳ ରଖିବା ପାଇଁ ଆମେ କ'ଣ କରିବା ଉଚିତ? ନଦୀ ଜଳକୁ ନିର୍ମଳ ରଖିବା ପାଇଁ ଆମେ କ'ଣ କରିବା ଉଚିତ? ତେବେ ତାର ଉତ୍ତରରେ ମୁଁ ଲେଖିଦେଇଛି, ଦେଖ ପିଲାମାନେ, ଗିରିକନ୍ୟା ତଟିନୀ ହେଉଛି ଜଗତର ମାତୃ ସ୍ୱରୂପା। ସେ ତାର ଅମୃତ ତୁଲ୍ୟ ଜଳଦାନ କରି ଜଗତର ଅଶେଷ କଲ୍ୟାଣ ସାଧନ କରିଥାଏ। ତାର ଜଳଦାନ ଦ୍ୱାରା ତୀରବର୍ତ୍ତୀ ଅଞ୍ଚଳ ସବୁଜ ବନାନୀର ରୂପ ନେଇଥାଏ। କ୍ଷେତରେ ହସି ଉଠେ ସୁନାର ଫସଲ। ମାନବର ଦାନବରୂପୀ କାର୍ଯ୍ୟକଳାପ ଯୋଗୁଁ ଅନେକ କଳକାରଖାନା ଗଢ଼ି ଉଠେ ତାର ଉଭୟ ତଟପାର୍ଶ୍ୱରେ। ଫଳରେ ତାର ଜଳ ଦୂଷିତ ହୋଇଯାଏ। ଏହି ଦୂଷିତ ଜଳ ଜଗତର ପ୍ରାଣୀମାନଙ୍କର ପାଇଁ ଅଶେଷ କ୍ଷତିକାରକ ହୋଇଥାଏ। ତେଣୁ ତାର ଜଳକୁ ନିର୍ମଳ ରଖିବା ପାଇଁ ଆମକୁ କ'ଣ କରିବା ପାଇଁ ପଡ଼ିବ? ନା ଆମକୁ ସଚେତନ ହେବାକୁ ପଡ଼ିବ। କଳକାରଖାନାର ଦୂଷିତ ଜଳକୁ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ନଦୀ ଜଳରେ ମିଶିବାକୁ ନ ଦେଇ ସ୍ୱତନ୍ତ୍ର ପ୍ରଣାଳୀ ମାଧ୍ୟମରେ ତାକୁ ଶୁଦ୍ଧ କରିବାକୁ ପଡ଼ିବ। ତେଣୁ ନଦୀର ଜଳକୁ ନିର୍ମଳ ରଖିବା ପାଇଁ ଜନସଚେତନତା ସୃଷ୍ଟି କରିବାକୁ ହେବ। ତେବେ ପିଲାମାନେ, ବହୁତ ବହୁତ ଧନ୍ୟବାଦ। ମୋ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ତୁମେ ଦେଖିଛ, ପୁଣି ଥରେ ତୁମକୁ ଧନ୍ୟବାଦ ଜ୍ଞାପନ କରୁଛି। ଆଜି ପାଇଁ ରହୁଛି। ଜୟ ହିନ୍ଦ, ଜୟ ଭାରତ, ଜୟ ଶିକ୍ଷା।